ଆଜି ଆମେ ଧଳା ଆଲୋକର ପ୍ରକୀର୍ଣ୍ଣନ ବିଷୟରେ ଜାଣିବା, ଯାହାକୁ ଇଂରାଜୀରେ କୁହାଯାଏ ଡିସପର୍ସନ ଅଫ ହ୍ୱାଇଟ୍ ଲାଇଟ୍। ଆମେ ପୂର୍ବ ଅଧ୍ୟାୟରେ କ'ଣ ପଢ଼ିଥିଲୁ? ଆଲୋକର ପ୍ରତିସରଣ ବିଷୟରେ, ଯେଉଁଥିରେ ଆମେ ଜାଣିଥିଲୁ ଆଲୋକ ଗୋଟିଏ ମାଧ୍ୟମରୁ ଅନ୍ୟ ଏକ ମାଧ୍ୟମକୁ ଗତି କଲାବେଳେ ତାର ଦିଗ ପରିବର୍ତ୍ତନ ହୁଏ ଏବଂ ଗତି ମଧ୍ୟ ପରିବର୍ତ୍ତନ ହୁଏ। ବର୍ତ୍ତମାନ ଦେଖିବା ଆଲୋକର ପ୍ରକୀର୍ଣ୍ଣନ ବିଷୟରେ। ବର୍ତ୍ତମାନ ଏକ ଏକ୍ସାମ୍ପଲ ଦେଖ ଏଠି। ବର୍ତ୍ତମାନ ଦେଖ 7ଟି ରଙ୍ଗ ଅଛି। ଏଇ 7ଟି ରଙ୍ଗକୁ ଯଦି ଆମେ ଘୂରେଇବା, ଏଇ ହୁଇଲଟାକୁ ଯଦି ଆମେ ଘୂରେଇବା କ'ଣ ହେବ? ଏଇ 7ଟି ରଙ୍ଗ ଯେତେବେଳେ ମିଶିଯିବ କ'ଣ ହେବ? ବର୍ତ୍ତମାନ ଦେଖ, ଯେତେ 7ଟି ରଙ୍ଗଟି ମିଶିଲା ପରେ ଆମକୁ ଏହା ହ୍ୱାଇଟ୍ କଲର୍ ଭଳିଆ ଦିଶୁଛି। ତେଣୁ ହ୍ୱାଇଟ୍ କଲର୍ର ମାନେ ହେଲା 7ଟି ରଙ୍ଗକୁ ନେଇ। ବର୍ତ୍ତମାନ ଏକ ଏକ୍ସାମ୍ପଲ ଦେଖ, ଏଇଟା ହେଉଛି ଆମର ଇନ୍ଦ୍ରଧନୁ। ଇନ୍ଦ୍ରଧନୁରେ 7ଟି ରଙ୍ଗ ଅଛି। ଏହା ମଧ୍ୟ କାରଣ ରହିଛି ଡିସପର୍ସନ ଅଫ ହ୍ୱାଇଟ୍ ଲାଇଟ୍ ବା ଧଳା ଆଲୋକର ପ୍ରକୀର୍ଣ୍ଣନ ଯୋଗୁଁ ଏହା ଦେଖିବାକୁ ମିଳେ। ବର୍ତ୍ତମାନ ଆମେ ଜାଣିବୁ କାହିଁକି ଏଇ 7ଟି ବର୍ଣ୍ଣ ଆସୁଛି। ଆମେ ଜାଣିଛୁ ବିଭିନ୍ନ ବର୍ଣ୍ଣର ଆଲୋକ, ଯାହାକି ଲାଲ, ହଳଦିଆ, ସବୁଜ ଇତ୍ୟାଦି, ଏବଂ ବିଭିନ୍ନ ବର୍ଣ୍ଣର ଆଲୋକ ଯେତେବେଳେ ଗୋଟିଏ ମାଧ୍ୟମରେ ଗତି କରନ୍ତି ସେ ଭିନ୍ନ ଭିନ୍ନ ବେଗରେ ଗତି କରନ୍ତି ଏବଂ ବିଭିନ୍ନ ବର୍ଣ୍ଣର ଆଲୋକର ପ୍ରତିସରଣାଙ୍କ, ଯାହାକି ରିଫ୍ରାକ୍ଟିଭିଟି ମଧ୍ୟ ଗୋଟିଏ ମାଧ୍ୟମରେ ଭିନ୍ନ ଭିନ୍ନ ହୋଇଥାଏ। ଯଦି ତମେ ଦେଖିବ ରିଫ୍ରାକ୍ଟିଭ୍ ଇଣ୍ଡେକ୍ସ ଭାୟୋଲେଟ୍ ବା ବାଇଗଣୀ ରଙ୍ଗ, ତାହାର ଗୋଟିଏ ମାଧ୍ୟମରେ ବା କାଚ ଯଦି ଏକ ମାଧ୍ୟମରେ କାଚିବ ତାହା ଗ୍ରେନ୍ ଅଫ୍ ରେଡ୍, ଲାଲ ରଙ୍ଗ। ଏହା ଏହା ଆମେ ଜାଣିଛୁ। ବର୍ତ୍ତମାନ ଦେଖିବା ସେ ସନଲାଇଟ୍ ବା ହ୍ୱାଇଟ୍ ଲାଇଟ୍ଟା 7ଟି ରଙ୍ଗ ନେଇ ଗଠିତ। ବର୍ତ୍ତମାନ ତୁମେ କ'ଣ କର, ଗୋଟିଏ ପ୍ରିଜିମ୍